ଭଞ୍ଜନଗର ନିକଟସ୍ଥ ମୁଜାଗଡ଼ ଠାରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରୁ ମାଙ୍କୁ ଆବାହନ କରି ସ୍ଥାପନ କରାଯାଇଥିଲା। ପରେ ନିଆଁରେ ଚାଲିବା କଣ୍ଟା ପିଢ଼ାରେ ଝୁଲିଥିଲେ ମା। ଏହି ସମୟରେ ମାଙ୍କ ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ମାଙ୍କ ନଗର ଭ୍ରମଣ ଆରମ୍ଭ ହୋଇଥିଲା। ନାଚ ଗୀତ ବାଜା ଘଣ୍ଟ ଧ୍ୱନିରେ ଗଗନ ପ୍ରକମ୍ପିତ ହୋଇଥିଲା। ଶହ ଶହ ଭକ୍ତଙ୍କ ଭିଡ଼ରେ ଗ୍ରାମ ପରିକ୍ରମା କରିଥିଲେ ମା। ଦୀର୍ଘ 5 ବର୍ଷ ହେବ ଏହି ଯାତ୍ରା ହେଉଥିବା ଆବାହକ ସିଲୁ ସାହୁ କହିଥିଲେ। ଏହି ଯାତ୍ରା ଶେଷରେ ମାଙ୍କ ଫଳଦାନ ପାଇବା ଦ୍ୱାରା ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଏହି ଯାତ୍ରାରେ ମାନସ ଦାସ, ବଳରାମ ସାହୁ, ପପୁ ଡାକୁଆ, ରିକୁ ସାମଲଙ୍କ ସହ ଗ୍ରାମର ସମସ୍ତ କର୍ମକର୍ତ୍ତା ଓ ମହିଳା ସହଯୋଗ କରିଥିଲେ। ମା ମଙ୍ଗଳାଙ୍କର ଇଏ ହେଉଛି ପର୍ବ। ଆଶ୍ୱିନ ମାସ ଲାଷ୍ଟରୁ ମାଙ୍କର ଝାମୁ ଯାତ୍ରା ଆଉ ଉତ୍ସବ ହୁଏ। ଆଉ ମାଙ୍କର ଯେତିକ ପେଟ କଷ୍ଟି ମାନେ ଅପୁତ୍ରିକି ପୁତ୍ରଦାନ ଦିଅନ୍ତି। ଆଉ ଯାହା ରୋଗ ବ୍ୟାଧି ଖଣ୍ଡନ କରନ୍ତି ମା ମଙ୍ଗଳା ଏ ମୁଜାଗଡ଼ ଗ୍ରାମରେ ମା ମଙ୍ଗଳା ବିଜୟ କରିଛନ୍ତି ସମସ୍ତଙ୍କର ମଙ୍ଗଳ କରିବା ପାଇଁ। ଏ ଯେଉଁ ଦେଖୁଛନ୍ତି ଏ ହେଉଛି ମାଙ୍କର ଉତ୍ସବ। ମାନେ ଇଏ ବର୍ଷକୁ ଥରେ ଆଶ୍ୱିନ ମାସ ମଙ୍ଗଳବାର ଆବିର୍ଭାବ ହୋଇକିରି ସେମାନେ ଗ୍ରାମ ଭ୍ରମଣ କରନ୍ତି। ଭ୍ରମଣ କରିକିରି ପ୍ରଥମରେ ମାଙ୍କର ଝାମିଚାଲି ହୁଏ। ମା ଆବିର୍ଭାବ ହୋଇକିରି ଝାମିଚାଲି ହୋଇକିରି କଣ୍ଟା ପିଢ଼ା ଦୋଳି ଖେଳିକିରି ଝାମିଚାଲି ହୋଇକିରି ନଗର ଭ୍ରମଣ କରନ୍ତି। ନଗର ଭ୍ରମଣ କରିକିରି ଯାହାକି ଗ୍ରାମବାସୀ ଗ୍ରାମରେ ସମ୍ପନ୍ନ କରିକିରି ନଗର ଭ୍ରମଣ ମାଙ୍କର ବନ୍ଧ ତୋଟରେ ସ୍ନାନ ହୁଅନ୍ତି। ମା ସ୍ନାନ କରିକିରି ତାପରେ ଯାହା କିଛି ମା ଫଳଦାନ ଦିଅନ୍ତି ଆବିର୍ଭାବ ହୋଇକିରି। ଆଶ୍ୱିନ ମାସ ମଙ୍ଗଳବାର ହେଲେ ସବୁ ବର୍ଷ ମା ମଙ୍ଗଳାଙ୍କର ଝାମୁ ଯାତ୍ରା ହୁଏ। କଣ୍ଟା ପିଢ଼ାରେ ମା ଝୁଲନ୍ତି ଆଉ ସମସ୍ତେ ଆସନ୍ତି। ଯାହାର ଯାହାର ମାନସିକ ସବୁ ଥାଉଛି, କେତେ ଜଣର ପୂରଣ ହେଉଛି, ସମସ୍ତେ ଆସନ୍ତି। ଭଞ୍ଜନଗର ମୁଜାଗଡ଼ରୁ ଶିବଶଙ୍କର ପ୍ରଧାନଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।